ଆସନ୍ତୁ ଆଜି ଜାଣିବା ଜନ ଆନ୍ଦୋଳନ ପୋର୍ଟାଲରେ ଆମେ କିପରି ଭାବରେ ପୋଷଣ ମାହରେ ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ଯାହା ସବୁ ଅଙ୍ଗନବାଡ଼ି ସ୍ତରରେ ହଉ କିମ୍ବା ବ୍ଲକ ସ୍ତରରେ ହଉ କାର୍ଯ୍ୟକ୍ରମ ଗୁଡ଼ିକ ହେଉଛି ତାହାକୁ ଆମେ କିପରି ଭାବରେ ଅପଲୋଡ଼ କରିବା। ପ୍ରଥମେ ଆମେ ଗୁଗୁଲ କ୍ରୋମକୁ ଖୋଲିବା। ଗୁଗୁଲ କ୍ରୋମ ଖୋଲିଲା ପରେ ସେଥିରେ ଜନ ଆନ୍ଦୋଳନ ଲେଖିକି ସର୍ଚ୍ଚ କରିବା। ସର୍ଚ୍ଚ କଲା ପରେ ଦେଖିବେ ଏମିତି ଗୋଟେ ଆସିବ ଆମର। ଦେଖନ୍ତୁ ଏଇଟା ଆସିଯାଇଛି ପୋଷଣ ଅଭିଯାନ ଜନ ଆନ୍ଦୋଳନ ଗୋଟେ ଅଛି ଆମର। ଦେଖନ୍ତୁ ଡାଟା ଏଣ୍ଟ୍ରି ଲଗିନ୍ କିନ୍ତୁ ତାପରେ କ୍ଲିକ୍ କଲା ପରେ ଆମର ଆସିଗଲା। ଆମେ ବର୍ତ୍ତମାନ ଏଇଠି ଆମର ୟୁଜର ନେମ୍ ଆଉ ପାସୱାର୍ଡ ଦେଇକି ତାକୁ ଓପନ କରିବା। ଦେଖନ୍ତୁ ଏବେ ଲଗଇନ୍ ହେଇଗଲା। ଏବେ ଲଗଇନ୍ ହେଇଗଲା ପରେ ଆପଣ ମାନେ ଯାହାବି ଥିମ୍ ନେଇଥିବେ ସିଲେକ୍ଟ କରିଥିବେ ସିଲେକ୍ଟ କରିବେ। ମନେ କରନ୍ତୁ ଆମେ କରିଥିଲେ ମା ପାଇଁ ଗଛଟିଏ ଥିଲା ଗୋଟେ ଆମର ଥିମ୍। ତ ମୁଁ ସେଥିରେ ଏନଭାରମେଣ୍ଟ ପ୍ରୋଟେକ୍ସନରେ କ୍ଲିକ୍ କଲି। ତ ଆମର ଆପଣ ବ୍ଲକ ଲେବୁଲରେ ବି କରିପାରିବେ। ଯେଉଁମାନେ ଅଙ୍ଗନବାଡ଼ି ସ୍ତରରେ କରୁଛନ୍ତି ସେମାନେ AWC ସିଲେକ୍ଟ କରିବେ। AWC ସିଲେକ୍ଟ କଲା ପରେ ଆସିଯିବ ଆପଣଙ୍କର ଏଇଠି ଆସିଯିବ ଆପଣଙ୍କର AWC ଗୋଟେ ଆସିଯିବ। ସେଇଠି ଆପଣ ସିଲେକ୍ଟ କଲେ ଆପଣଙ୍କର ଅଙ୍ଗନବାଡ଼ି ନାଁ ଗୁଡ଼ା ଶୋ କରିବ ଆପଣଙ୍କ ପ୍ରୋଜେକ୍ଟର। ତ ଆପଣମାନେ ସେଇଥିରୁ ସିଲେକ୍ଟ କରିପାରିବେ କେଉଁ ଅଙ୍ଗନବାଡ଼ିର ନାଁ ଆପଣ ନେବେ। ସିଲେକ୍ଟ କଲା ପରେ ଆପଣ ଆକ୍ଟିଭିଟି ଆସିବ। ଆପଣ କ'ଣ ଆକ୍ଟିଭିଟି କରିବେ। ଆପଣ ଗୋଟେ ଏବେ ଆସିଯାଉଛି ଏକ ପେଡ଼ ମା के नाम। ତ ଆମେ ଯେଉଁ କରିଥିଲେ ମା ପାଇଁ ଗଛଟିଏ ତ ସେଇଥିରେ ଆମେ ଏଇଟା ଅପଲୋଡ଼ କରିପାରିବା। ତ କେଉଁ ଦିନ ହେଇଥିଲା ଆପଣ ସେଥିରେ ଡେଟ୍ ଦେବେ। ଯେଉଁଦିନ ଆପଣମାନେ ପାଳନ କରୁଛନ୍ତି ସେଇ ଡେଟ୍ ଦେବେ। ଆଉ ସେଥିରେ କେତେ ପାର୍ଟିସିପେଣ୍ଟ କରିଥିଲେ। ମନେ କରନ୍ତୁ ଆପଣଙ୍କର ପୁରୁଷ ସେଥିରେ କେତେ ଜଣ ପାର୍ଟିସିପେଣ୍ଟ କରିଥିଲେ ଆପଣ ସେଥିରେ ଏଣ୍ଟ୍ରି କରିବେ। ମନେକର ଆମର 3 ଜଣ କରିଥିଲେ। କେତେଜଣ ମହିଳା ସେଥିରେ ପାର୍ଟିସିପେଟ୍ କରିଥିଲେ। ଆମର ଧର 6 ଜଣ କରିଥିଲେ। ସେଥିରେ ଆମର ପୁଅ କେତେ ଜଣ ସେଥିରେ ପାର୍ଟିସିପେଟ୍ କରିଥିଲେ। ମନେ କରନ୍ତୁ ତମର 3 ଜଣ ଥିଲେ। ସେଥିରେ ଝିଅ କେତେ ଜଣ ଥିଲେ ତାହା ବି ଆପଣ ଲେଖିବେ। ଆଉ ଆମର କିଶୋରୀ ବାଳିକା ଯେଉଁ ଆଡୋଲସେଣ୍ଟ ଗାର୍ଲ ରହିଲେ ସେମାନେ କେତେ ଜଣ ଥିଲେ। ସେଇଠି ଆପଣମାନେ ପକେଇ ପାରିବେ। ଯଦି କିଛି ନଥିଲେ ଆପଣ ଏଠି ବି ଜିରୋ ବି ପକେଇ ପାରିବେ। ଯେଉଁ କାଟାଗୋରୀର ଯଦି କୌଣସି ସେଇ କାଟାଗୋରୀରେ ଯଦି କୌଣସି ଲୋକ ନଥିବେ ତ ଆପଣ ଜିରୋ ବି ପକେଇ ପାରିବେ। ଦେଖନ୍ତୁ ଆମର ସବୁ ପକେଇଲା ପରେ ଆମ ଟୋଟାଲ ଆସିଗଲା କେତେ ଅଛି ବୋଲି। ଟୋଟାଲ ଆମର 22 ଜଣ ହେଇଗଲେ ପାର୍ଟିସିପେଟ୍ କରିଥିଲେ ବୋଲି। ତ ଏଇଠି ଆସିଲା ପରେ ଆମର ଅପଲୋଡ଼ ପିକଚର। ଅପଲୋଡ଼ ପିକଚରରେ ଆମେ ଏଠି ଫଟୋକୁ ଆମେ ସିଲେକ୍ଟ କରିବା। ବ୍ରାଉଜ୍ ଫାଇଲ୍ କଲେ ସେ ଅଟୋମେଟିକ୍ ସବୁ ଫଟୋ ଗୁଡ଼ାକ ଆସିଯିବ ଆପଣଙ୍କର ଗ୍ୟାଲେରୀ। ତ ସେଇଥିରୁ ଆପଣ ଗୋଟେ ଫଟୋ ସିଲେକ୍ଟ କଲେ ସେ ଅଟୋମେଟିକ୍ ସେଇଠି ଫଟୋ ଗୁଡ଼ାକୁ ନେଇଯିବ। ଫଟୋ ନେଲା ପରେ ଆପଣ ଏଥିରେ ଆସିଗଲା ଆମର ଡେସକ୍ରିପସନ୍। ସେଥିରେ ଆପଣ ଲେଖିପାରିବେ ଆପଣ ଯେଉଁ ଥିମ୍ ନେଇକି ସେ ଥିମ୍ ଟା ଆପଣ ଏଠି ଲେଖିପାରିବେ। ତାପରେ ସବମିଟ୍ ମାରିଦେଲେ ସେ ଅଟୋମେଟିକ୍ ସବମିଟ୍ ହେଇଯିବ। ଏଇଟା ହେଉଛି ଆମର ପ୍ରୋସେସ୍ ଜନ ଆନ୍ଦୋଳନ ପୋର୍ଟାଲରେ କିପରି ଭାବରେ ନିଜର ବିଭିନ୍ନ କାର୍ଯ୍ୟକ୍ରମ ମାସ ସାରା ଆମର ବର୍ତ୍ତମାନ ଚାଲିବ। ସେ ସବୁକୁ ସଠିକ୍ ଭାବରେ ଆମେ ଫିଲ୍ଅପ୍ କରି ଆମକୁ ସେଥିରେ ଫିଲ୍ଅପ୍ କରିବାର ଅଛି। ଧନ୍ୟବାଦ।